ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଘଡ଼ୁଆଳ ସ୍ଥିତ ତପସ୍ୟାଠାରେ ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳିତ ହୋଇଯାଇଛି। ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ଅତିଥି ପରିଚୟ ଏବଂ ଦିବସର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ। ସଦସ୍ୟ ମହମ୍ମଦ ଓମାର ମଲ୍ଲିକ ଶିଶୁ ଶ୍ରମିକ ବିରୋଧୀ ଦିବସର କାରଣ, ନିରାକରଣ, ସମସ୍ୟା, ସମାଧାନ, ସୁବିଧା ବିଷୟରେ ବକ୍ତବ୍ୟ ରଖିଥିଲେ। ସଦସ୍ୟା କ୍ଷୀଣପ୍ରଭା କର ଶ୍ରମିକ ନିରୋଧୀ ପରିବାର ସମାଜ ବିଷୟରେ ଉପଦେୟ ତଥ୍ୟ ଦେବା ସହିତ ଗୀତ ମାଧ୍ୟମରେ ଭାବନାକୁ ପ୍ରକାଶ କରିଥିଲେ। ତପସ୍ୟାର ତତ୍ତ୍ୱାବଧାରକ ଚନ୍ଦ୍ରଶେଖର ବେହେରା ଶିଶୁମାନଙ୍କ ପାଇଁ ବିଭିନ୍ନ ସରକାରୀ ସୁବିଧା ଦର୍ଶାଇଥିଲେ। ପ୍ରଦୀପ କୁମାର ସାହୁ ମୈତ୍ରୀ ଅନୁଷ୍ଠାନର ବିଶ୍ୱ ଶିଶୁ ଶ୍ରମିକ ବିଷୟରେ ଉପରେ ଆଲୋଚନା କରିଥିଲେ। ଜୁନ୍ ମାସ ତମାମ ଶିଶୁ ଶ୍ରମିକ ନିରାକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ତର୍ଜମା କରାଯାଇଥିଲା। ଉପସ୍ଥିତ ସମସ୍ତେ ଶିଶୁ ଶ୍ରମିକ ବିରୋଧ ପାଇଁ ପ୍ରତିଜ୍ଞା ମାଧ୍ୟମରେ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ସୁଜାତା ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ। ନୟାଗଡ଼ରୁ ରାମକୃଷ୍ଣ ରଥଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍। ନୟାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ୱରେ ନୟାଗଡ଼ ସଦର ବ୍ଲକ ବାଲୁଗାଁଠାରେ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସୁଭାଷ ଚନ୍ଦ୍ର କହଁର, ନୟାଗଡ଼ ବ୍ଲକ ବିଜେଡି ସଭାପତି ଅଜିତ କୁମାର ସାହୁ, ବିଜୁ ଯୁବ ଜନତା ଦଳ ସଭାପତି ଦୁର୍ଯ୍ୟୋଧନ ବେହେରା, ବିଜୁ ଛାତ୍ର ଜନତା ଦଳ ସଭାପତି ନୀଳମାଧବ ପଣ୍ଡା, ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ, ସମିତି ସଭ୍ୟା କବିତା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ନୟାଗଡ଼ ବିଧାୟକ ଡକ୍ଟର ସାହୁ ତାଙ୍କ ବକ୍ତବ୍ୟରେ ମାଟିର ମଣିଷ ହୋଇ ମାଟି ପାଇଁ ଲଢ଼େଇ କରୁଥିବା କହିଥିଲେ। ସାଧନା ରହିଲେ ବିକାଶ ହେବ, ମନ ଥିଲେ ଆଗ୍ରହ ଆସିବ, ପରସ୍ପର ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଦଳର ବିକାଶ ହେବ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ବିକାଶକୁ ଗୁରୁତ୍ୱ ଦେଇଛନ୍ତି। ମିଶନ ଶକ୍ତି ଗଠନ କରି ଏବେ ବିନା ସୁଧରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା କରିଛନ୍ତି। ମହିଳା ଆଗକୁ ଆସିଲେ ପ୍ରଗତି ଓ ବିକାଶ ହେବ। ନୟାଗଡ଼ ଏକ ଜଳକ୍ଲିଷ୍ଟ ଅଞ୍ଚଳ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀରୁ ପାଣି ଆସିବା ପାଇଁ ବ୍ୟବସ୍ଥା କରିଛନ୍ତି। ଖୁବ୍ ଶୀଘ୍ର ଘର ଘରକୁ ଜଳ ଯୋଗାଣ ବ୍ୟବସ୍ଥା ହେବାକୁ ଯାଉଛି। ଶାନ୍ତି ଓ ଉନ୍ନତି ଆମେ ବିଶ୍ୱାସ କରୁଥିବା ବେଳେ କିଛି ବ୍ୟକ୍ତି ଗଣ୍ଡଗୋଳ କରିବା ପାଇଁ ଉଦ୍ୟମ କରୁଛନ୍ତି। ଅଣୁବୀକ୍ଷଣ ଯନ୍ତ୍ର ପକାଇଲେ ବି ତମେ ଦେଖାଯିବନି ବୋଲି ବିଧାୟକ ବିରୋଧୀଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି କହିଥିଲେ। ଓଡ଼ିଶା ବିକାଶ ପାଇଁ ନବୀନ ଦକ୍ଷତାର ସହିତ କାର୍ଯ୍ୟ କରି ଲୋକପ୍ରିୟ ହୋଇଥିବା ବ୍ଲକ ବିଜେଡି ସଭାପତି କହିଥିଲେ। ନୟାଗଡ଼ ବିଧାୟକ ଶାନ୍ତି ଓ ମୈତ୍ରୀକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିବା ବେଳେ ନୟାଗଡ଼ ପାଇଁ ତାଙ୍କର ବିକଳ୍ପ ନାହିଁ ବୋଲି କହିଥିଲେ। ଆଗାମୀ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି ବୋଲି କହିଥିଲେ। ନଗର ବିଜେଡି ସଭାପତି ଅମୂଲ୍ୟ ମହାନ୍ତି ତାଙ୍କ ବକ୍ତବ୍ୟରେ ବିଧାୟକଙ୍କ କର୍ମ ନିଷ୍ଠାପରତା ବିଷୟରେ କହିଥିଲେ। ଗାଁ ଏବେ ସହର ଭଳି ବିକଶିତ ବୋଲି ବ୍ଲକ ଉପାଧ୍ୟକ୍ଷ ଶ୍ରୀମତୀ ସାହୁ କହିଥିଲେ। ପଞ୍ଚାୟତ ବିକାଶ ପାଇଁ ବିଧାୟକଙ୍କ ପ୍ରୟାସ ଓ ଚେଷ୍ଟା ସମ୍ପର୍କରେ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ କହଁର କହିଥିଲେ। ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ତାଙ୍କ ବକ୍ତବ୍ୟରେ ନବୀନଙ୍କ ଭଲ ପାଇବା ସହ ବିଧାୟକଙ୍କ ଅହରହ ସଂଗ୍ରାମ ନୟାଗଡ଼କୁ ଉନ୍ନତି ପଥରେ ଆଗେଇ ନେବାରେ ସମର୍ଥ ହେଉଥିବା କହିଥିଲେ। ଏହି ଅବସରରେ 9,50,000 ବ୍ୟୟରେ ନିର୍ମାଣ ହୋଇଥିବା ବାଲୁଗାଁ ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର, 8,20,000 ବ୍ୟୟରେ ବାଲୁଗାଁ ଅଙ୍ଗନବାଡ଼ି କେନ୍ଦ୍ର, 10 ଲକ୍ଷ ବ୍ୟୟରେ ନିର୍ମାଣ ହୋଇଥିବା ବାଲୁଗାଁ ହାଟ, 5 ଲକ୍ଷ ବ୍ୟୟରେ ନିର୍ମାଣ ହୋଇଥିବା ଭଗବତ ଜୀଉ କୋଠଘର, 7 ଲକ୍ଷ ବ୍ୟୟରେ ନିର୍ମାଣ ଗଡ଼ଭିତର ସାହି କୋଠଘର, 5 ଲକ୍ଷ ବ୍ୟୟରେ ନିର୍ମିତ ବାଲୁଗାଁ ଯଜ୍ଞଘର, 8 ଲକ୍ଷ ବ୍ୟୟରେ ନିର୍ମିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, 2 ଲକ୍ଷ ବ୍ୟୟରେ ହରିଜନ ସାହି କୋଠଘର, 8,20,000 ବ୍ୟୟରେ କଣ୍ଟାବଣିଆ ଅଙ୍ଗନବାଡ଼ି କେନ୍ଦ୍ର, 3,50,000 ବ୍ୟୟରେ ତୋଟା ସାହି କୋଠଘର, 8,20,000 ବ୍ୟୟରେ ଜୟମଙ୍ଗଳ ଅଙ୍ଗନବାଡ଼ି ଗୃହ, 10 ଲକ୍ଷ ବ୍ୟୟରେ ନିର୍ମିତ ବାଲୁଗାଁ ପଞ୍ଚାୟତ ବିଶ୍ରାମ ଗୃହ ଉଦ୍ଘାଟିତ ହୋଇଯାଇଛି। ବାଲୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ 78 ଲକ୍ଷ ବ୍ୟୟରେ ନିର୍ମାଣ ହେଉଥିବା ନୂତନ ଗୃହ ନିର୍ମାଣ କାମର ବିଧାୟକ ତଦାରଖ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ 2,000ରୁ ଉର୍ଦ୍ଧ୍ୱ ଲୋକ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ନୟାଗଡ଼ରୁ ରାମକୃଷ୍ଣ ରଥଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।